ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ପୁଣି ଥରେ ସ୍ୱାଗତ। ଆସନ୍ତାକାଲି ମାନେ ନଭେମ୍ବର 1 ତାରିଖ ସୁଭଦ୍ରା ଯୋଜନା ପୁଣି ଥରେ ନୂତନ ଆବେଦନ ହେବାକୁ ଯାଉଛି। ଏକଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତେଣୁ କେଉଁମାନେ ଆବେଦନ କରିପାରିବେ, କେଉଁମାନେ ଆବେଦନ କରିପାରିବେ ନାହିଁ, ଆପଣମାନେ ଜାଣି ରଖନ୍ତୁ। ପ୍ରଥମ କଥା ହେଲା, ଯେଉଁମାନଙ୍କୁ ଏପ୍ରିଲ 1, 2025 ସୁଦ୍ଧା 21 ବର୍ଷ ହୋଇଛି, ମାନେ 2025 ଏପ୍ରିଲ 1 ତାରିଖ ପୂର୍ବରୁ 25 ବର୍ଷ ହୋଇଛି, ସେହିମାନେ ହିଁ ଆବେଦନ କରିପାରିବେ, ଆଉ ନହେଲେ ଆବେଦନ କରିପାରିବେ ନାହିଁ। ଯେମିତି ପୂର୍ବରୁ ରହିଥିଲା, ଯେତେବେଳେ ଫାର୍ଷ୍ଟ ଟାଇମ୍ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ରହିଥିଲା କି 2024 ଜୁଲାଇ ପର୍ଯ୍ୟନ୍ତ ଯେଉଁମାନଙ୍କୁ 21 ବର୍ଷ ହୋଇଥିଲା ସେମାନେ ଆବେଦନ କରିପାରିଥିଲେ, ବାକି ସବୁ ବାଦ ପଡ଼ିଥିଲେ। ତ ଏଥର ବି ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ନୂତନ ଆବେଦନ ଗ୍ରହଣ କରିବ, ସେଇଟା ଏପ୍ରିଲ 1, 2025 ସୁଦ୍ଧା ଯେଉଁମାନଙ୍କର ବୟସ 21 ବର୍ଷ ସମ୍ପୂର୍ଣ୍ଣ ହୋଇଯାଇଛି, ସେହିମାନେ ହିଁ ଆବେଦନ କରିପାରିବେ। ଯଦି ଛାତ୍ରୀ ହୋଇଥିବେ, ସରକାରଙ୍କ ତରଫରୁ ମାନେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସ୍କଲାରସିପ୍ ପାଉଥିବେ, ଯଦି 18,000ରୁ ଅଧିକ ସ୍କଲାରସିପ୍ ପାଉଥିବେ, ତାହେଲେ ଛାତ୍ରୀଟି ବାଦ ପଡ଼ିବେ। ଯଦି ପରିବାରର ଅନ୍ୟ କେହି ଇନକମ୍ ଟ୍ୟାକ୍ସ ଦେଉଥିବେ, ତାହେଲେ ସେହି ମହିଳା ବି ଆବେଦନ କରିପାରିବେ ନାହିଁ। ଯଦି ଘରେ VIP ଗାଡ଼ି ଅଛି, ଯେମିତିକି କାର୍ ହେଲା, ବୋଲେରୋ ହେଲା, ଏଭଳିଆ ଗାଡ଼ି ଥିଲେ ଆପଣ ଆବେଦନ କରିପାରିବେ ନାହିଁ। ତାପରେ ଯଦି ଆପଣ କୌଣସି ଇନକମ୍ ଟ୍ୟାକ୍ସ ଦେଉଛନ୍ତି, ସେଲ୍ ଟ୍ୟାକ୍ସ ଦେଉଛନ୍ତି ବା ITR କିମ୍ବା GST ଦେଉଛନ୍ତି, ତାହେଲେ ଆପଣ ଆବେଦନ କରିପାରିବେ ନାହିଁ। ତେଣୁକରି ଆସନ୍ତାକାଲି ପୁଣି ଷ୍ଟାର୍ଟ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟରେ, ତାମାନେ ନୂତନ ଆବେଦନ ଗ୍ରହଣ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାର ଘୋଷଣା କରିଛନ୍ତି। ଆଜିର ସୂଚନା ଏତିକି। ନେକ୍ସଟ ଭିଡ଼ିଓରେ ପୁଣି ଆପଣମାନଙ୍କୁ ଜଣାଇବି।